ଖେଳୁଥିଲି ତାପରେ ସମସ୍ତେ ଆମ ଗାଁରେ ହାଲ୍ଲା କରି କହିଲେ କି ଆଉ ସେଠି କିଏ ଗୋଟେ ମରିକି ପଡ଼ିଛି ବୋଲି। ତା ଯୋଗୁଁ ମୁଁ ଦେଖିଦେଲି ଯେତେବେଳେ ସେ ପଡ଼ିଛି ମୁଁ କହିଲି ଇଏ ମୋରି ଦେଇ ବୋଲି। ମାରିଥିଲେ କି ତାର କେବଳ ପେଣ୍ଟ ଅଧା ପିନ୍ଧା ହେଇଥିଲା, ତା ପଛକୁ ଛାତିରେ କେବଳ ବ୍ରା ଥିଲା, ତା ପଛକୁ ତା ଗଞ୍ଜିଟା ଚିରି ଯାଇଥିଲା, ଗୋଟେ ପଟ କାନ୍ଧରୁ ଗଞ୍ଜି ଚିରି ଯାଇଥିଲା, ତା ପଛକୁ ହାତଟାକୁ ଗୋଟେ ହାତ ତାର ନଥିଲା, କେବଳ ପାପୁଲି ଥିଲା, ତା ପଛକୁ ବେକକୁ ଅଧା ମୋଡ଼ା ହେଇକି ପଡ଼ିଥିଲା, ତା ଚୁଟିଟା ମୁକୁଳା ଥିଲା। ତୁ ପରେ ଜାଣିଲୁ କି ସେ ପିଲାଟା ମାନେ ସେ ପୁପୁ ବୋଲି ପିଲାଟା ମାରିଛି। ସେଇ ଡ୍ରେସ୍ ପିନ୍ଧିକି ଯାଇଥିଲା, କେମିତି ମାଇଲା କି ସେଠି ତ ମାନେ କଥା ଉଠିଛି କି ତାକୁ ମାରିଛନ୍ତି ଚାପଡ଼ରେ, ତା ହାତକୁ ହାଣି ଦେଇଛନ୍ତି, ତା କାନ ମୁଣ୍ଡା ଟୋଟାଲି ମାନେ ଗୋଟେ ଚୋଟ କରିଛନ୍ତି, ତା କାନ୍ଧକୁ ହାଣି ଦେଇଛନ୍ତି। ତା ଯୋଗୁଁ ସେ ପୁଅ ହିଁ ତାକୁ ସବୁ ଠିକ୍ ଠାକ୍ କରିଛି, ନିର୍ବନ୍ଧ ଠିକ୍ କରିଛି। ସେ ପୁଅ ସହିତ ବି ମାନେ ଯେଉଁ ପୁଅ ସହିତ ବାହାଘର ଲାଗିଥାନ୍ତା ସେ ପୁଅ ସହିତ ବି ସେ ନିଜେ କଥାବାର୍ତ୍ତା କରିଛି। ଆମ ଘର ଲୋକ ମୋ ବଡ଼ ବାପା ବଡ଼ ବୋଉ ସହିତ କଥା କରେଇ ଦେଇନାହିଁ, ସେଇ ନିଜେ କଥା କରେଇଛି, ସେଇ ସବୁ ଠିକ୍ କରେଇଛି। ଆଉ ପଇସା ପତ୍ର ଯଦି ସେ ରଖିଥାନ୍ତା ତାହେଲେ ଏ ପୁଅ ତା ହାତରୁ କାହିଁ ଖର୍ଚ୍ଚ, ସେଇଟା ବି ଲାଗୁନାହିଁ ତାର ମେନ୍ ରଗ କି ସେ ବାହା ହେଲା କାହିଁକି, ଆଉ ମୋ ଛଡ଼ା ଆଉ କାହିଁ ବାହା ହେଲା। ଏତେ ବର୍ଷର ଭଲ ପାଇବା ଯେହେତୁ ତା ମନେ ସେଇ ଗୋଟେ ରାଗ ହିଁ ହେଇଛି। ଆପଣ ପ୍ରଥମେ ଦେଖିଥିଲେ? ହଁ ମୁଁ ଦେଖିଥିଲି। କଣ ଦେଖିଲେ ଆପଣ? ହଉଛି ମାନେ କ'ଣ କହିଲ, ମୁଁ ସେଇଠି ବସିକି ଖେଳୁଥିଲି, ତାପରେ ସମସ୍ତେ ଆମ ଗାଁରେ ହାଲ୍ଲା କରି କହିଲେ କି ଆଉ ସେଠି କିଏ ଗୋଟେ ମରିକି ପଡ଼ିଛି ବୋଲି। ଆଉ ମୁଁ କହିଲି କିଏ ନାହିଁ ମରିକି ପଡ଼ିଛି, ମୁଁ ଆଉ କ'ଣ ପାଇଁ ଯିବି। ତା ପଛକୁ ଗଲାବେଳକୁ ସମସ୍ତେ ସବୁ କୁହାକୁହି ହେଉଥିଲେ କିଏ ନାହିଁ କିଏ କାହିଁ ମରିଛି ପଡ଼ିଛି, ଆମେ ଯିବାନି କାଳେ ଆମ ଦେହରେ ଲାଗିବ କ'ଣ କରିବ। ତା ପଛକୁ ମୋର ଟିକେ ଡାଉଟ୍ ହେଲା, ମାନେ କିଏ ପଡ଼ିଛି, ଯିବା ଗୋଟେ ଫଟୋ ଉଠି ଆଣି ଦେଖିବା ଆମ ଗାଁରେ ଆଉ କେଉଁ ଝୁଅଟା କି ମାଇପିଟା କି କ'ଣଟା। ଆଉ ସେଇଠୁ ଆମ ଗାଁରେ ଜଣେ ବାହାରିଲା ଯିବା, ମୋର ଟିକେ ସାହସ ହେଲା ତାକୁ ଦେଖିକି କି ଜଣେ ଗଲାଇଁ ମୁଁ ଯିବି, ସଞ୍ଜ ବୁଡ଼ି ଆସିଲେଇ ନା, ଟିକେ ଡର ମାଡ଼ିବ ଏକୁଟିଆ ଯେତେ ଯାହା ହେଲେ। ତା ପଛକୁ ସାହସରେ ଆମେ ଗଲା ବେଳକୁ ମାନେ ସେ ପଡ଼ିଛି ସେଇଠି। ତା ପଛକୁ ମୁଁ ଦେଖିଦେଲି ଯେତେବେଳେ ସେ ପଡ଼ିଛି ମୁଁ କହିଲି ଇଏ ମୋରି ଦେଇ ବୋଲି, ଇଏ ମୋ ଡଲି ଦେଇ ପଡ଼ିଛି। ତା ପଛକୁ ମୁଁ ସେଇଠୁ ଆମ ପପୁ ବୋଲି ଯେଉଁ ନ୍ୟୁଜ୍ ବାଲା ଅଛନ୍ତି ତାଙ୍କୁ ମୁଁ କହିଲି ସେ କାଲି ରାତିଠାରୁ ନିଖୋଜ ଅଛି, ତାକୁ ଖୋଜାଖୋଜି ଚଲେଇଛନ୍ତି, ଆଉ ସେ ଏଇ ହିଁ ମୋ ଦେଇ, ତାକୁ କିଏ ମାରିକି ପକେଇ ଦେଇଛନ୍ତି। ତାପରେ ମୋ ଭାଇ ମୋ 3 ଭାଇକି ଫୋନ୍ କରିଥିଲି। ସେଇ 3 ଭାଇ ଭିତରୁ ମୋ ବଡ଼ ବାପା ସେଇଥିରୁ ଜାଣିଥିଲେ, ତା ଯୋଗୁଁ ମୋ ସାନ ମା ବି ଜାଣିଥିଲେ କି ଦେଇକି କିଏ ମାରିକି ପକେଇଛନ୍ତି, ତମେ ଜଲ୍ଦି ଏଠି ଆସ। ତା ଯୋଗୁଁ ଫାଷ୍ଟ କିନ୍ତୁ ମୁଁ କଲ୍ କରିଥିଲି ଆମ ଗାଁରୁ ଗୋଟେ ଛୋଟ ପିଲାଟାକୁ କି ତା ବୋଉକୁ କହ ଆଉ ଦେଇକି କିଏ ମାରିକି ପକେଇ ଦେଇଛନ୍ତି, ସେ ଆସିବ, ସେ ଆଉ କେହି ନୁହଁ ଆମରି ଦେଇ। ଆଚ୍ଛା, ସେ ମାନେ ଯୋଉ ମାରିଥିଲେ ମାନେ କେମିତି ମାରିଥିଲେ ବୋଲି ଆପଣ? ସେ ମାରିଥିଲେ କି ତାର କେବଳ ପେଣ୍ଟ ଅଧା ପିନ୍ଧା ହେଇଥିଲା, ତା ପଛକୁ ଛାତିରେ କେବଳ ବ୍ରା ଥିଲା, ତା ପଛକୁ ତା ଗଞ୍ଜିଟା ଚିରି ଯାଇଥିଲା, ଗୋଟେ ପଟ କାନ୍ଧରୁ ଗଞ୍ଜି ଚିରି ଯାଇଥିଲା, ତା ପଛକୁ ହାତଟାକୁ ଗୋଟେ ହାତ ତାର ନଥିଲା, କେବଳ ପାପୁଲି ଥିଲା, ତା ପଛକୁ ବେକକୁ ଅଧା ମୋଡ଼ା ହେଇକି ପଡ଼ିଥିଲା, ତା ଚୁଟିଟା ମୁକୁଳା ଥିଲା। ଆଉ ମାନେ ବଳାତ୍କାର ପରେ ହତ୍ୟା ସେଇପରି ଲାଗୁଛି, ପୁଣି ଆମେ କ'ଣ ଜାଣିପାରିବା କି କିଏ କ'ଣ କରିଛି କି ନ କରିଛି, ଆମେ କ'ଣ ଜାଣିପାରିବା? ସେଇ ଟାଇପ୍ର ଲାଗୁଛି। ଆଉ ସେଇଟା ରିପୋର୍ଟ ଯେତେବେଳେ ଜାଣିଲେ ଯେ ମାରିଥିବା ଲୋକଟି ଇଏ ବୋଲି, ଆପଣଙ୍କୁ ତ ଆଶ୍ଚର୍ଯ୍ୟ ଲାଗିଥିବ? ହଁ, ମାନେ ଏଇଟା କାବା ଲାଗିଲା କି ଏଇଟା କେମିତି କିଏ କଲା, ଆମର ହଠାତ୍ ସିନା ଡାଉଟ୍ କାହା ଉପରେ ଆସିନଥିଲା। ତା ପଛକୁ ପରେ ଜାଣିଲୁ କି ସେ ପିଲାଟା ମାନେ ସେ ପୁପୁ ବୋଲି ପିଲାଟା ମାରିଛି। ହଠାତ୍ ସିନା ଦେଖୁ କିଏ କହିପାରିବ କି କିଏ କାହାକୁ ମାରିଛି କି ନାହିଁ। ଆଚ୍ଛା, ଆପଣ ଯେତେବେଳେ ଦେଖିଲେ ଆପଣଙ୍କୁ ଭୟ ଲାଗେନି? ଭୟ ତ ଲାଗିଥିଲା, ସେଇ ଭୟ ମାନେ ସାହସ ସେମିତିଆ ଥିଲା ବୋଲି ମୁଁ ଯାଇ ଦେଖିକି ଚିହ୍ନିଲି ସେ ମୋରି ଦେଇ। ଆଉ ମୋତେ ତ ସେଠି ଯେହେତୁ ସିଏ ମୋ ନିଜ ଭଉଣୀ, ମୋ ବଡ଼ ବାପା ଝିଅ ଭଉଣୀ, ସିଏ ମୋତେ ଡର ଲାଗିନଥିଲା। ନା ତା ପୂର୍ବରୁ ଦେଇ ସାଙ୍ଗରେ ଲାଷ୍ଟ କେବେ କଥା ହେଇଥିଲେ? ଲାଷ୍ଟ କଥା ହେଇଥିଲି ସୋମବାର ଦିନ ମୁଁ 1-2ଟା ବେଳେ କଥା ହେଇଥିଲି। ତାପରେ ମୁଁ ଦେଖିଥିଲି, ମୁଁ ଆମ ଚଉରା ଉପରେ ବଇଥିଲି, ତାକୁ ଲାଷ୍ଟ ଦେଖିବା 6ଟା, ନିହାତି ସେ 5:30 6ଟାରେ ମୁଁ ତାକୁ ଦେଖିଥିଲି, ସେ ସିଆଡ଼କୁ ଯାଉଥିଲା। ତା ପରଠୁ ମୁଁ ଆଉ ତାକୁ ଦେଖିନି। ସେଇ ଡ୍ରେସ୍
ସେଇ ଡ୍ରେସ୍ ପିନ୍ଧିକି ସେଇଟା କେମିତି ମାଇଲେ କି ସେଠି ତ ହାଉଲ ମାନେ କଥା ଉଠିଛି କି ତାକୁ ମାରିଛନ୍ତି ଚାପଡ଼ରେ, ତା ହାତକୁ ହାଣି ଦେଇଛନ୍ତି, ତା କାନ ମୁଣ୍ଡା ଟୋଟାଲି ମାନେ ଗୋଟେ ଚୋଟ କରିଛନ୍ତି, ତା କାନ୍ଧକୁ ହାଣି ଦେଇଛନ୍ତି। ସେଇଟା କହୁଛନ୍ତି ଆଉ ଡେମୋ ବି ଦେଖେଇଥିଲା ସେଇଟା। ଆଉ ଯିଏ ମାରିଥିବ ସିଏ ଜାଣିଥିବ ସେ କେମିତି ମାରିଛନ୍ତି କ'ଣ କରିଛନ୍ତି ସିଏ କହିବେ ନା, ଆଉ ତାପରେ ଦାବି ହେଲେ ସେ କହିପାରିବ କେତେ ଜଣ ଥିଲେ କି କ'ଣ କରିଥିଲେ, କେମିତି ମାରିଥିଲେ। ଆଉ ମେନ୍ ପଏଣ୍ଟ କଥା, ରିପୋର୍ଟ ଆସିନି ପୋଷ୍ଟମର୍ଟମ ରିପୋର୍ଟ, ତାକୁ କୁହାଯାଉ କି ସେ କେତେଟା ରାତିରେ ତାକୁ ଡାକିଥିଲା ଆଉ କେତେଟା ରାତିରେ ତାକୁ ମାରିଥିଲା, ଆଉ କ'ଣ ପାଇଁକା ତାକୁ ମାରିଥିଲା, ଏଇ ଆଉ ନିହାତି ଦରକାର। ଆଚ୍ଛା, ସେ ଯୋଉ ମାନେ ଗୋଟେ କଥା ଉଠୁଛି ଯେ ଆପଣଙ୍କ ଦେଇକି ଗୋଟେ 12 ଲକ୍ଷ ଟଙ୍କା ଆଉ ଯୋଉ ହୁଁ। ଜାଗା ଏସବୁ ଯୋଉ ଜିନିଷ ଉଠୁଛି ସେଥିପାଇଁ ସେ ଆଉ ଜଣଙ୍କୁ କାହାକୁ ବାହା ହେଇଗଲେ ବୋଲି ମାରିଦେଲା କି ଦେଇ କହୁଥିଲେ? ଯଦି ତା ପାଖରେ ପଇସା ଥାଆନ୍ତା ସେ ତ ତା ପଇସା ଉଠେଇକି ସେ ନିଜେ ନିଜେ ହିଁ ବାହା ହେଇଥାନ୍ତା, ତାକୁ କାହିଁକି ସେ କହିଥାନ୍ତା କି? ତା ଯୋଗୁଁ ସେ ପୁଅ ହିଁ ତାକୁ ସବୁ ଠିକ୍ ଠାକ୍ କରିଛି, ନିର୍ବନ୍ଧ ଠିକ୍ କରିଛି। ସେ ପୁଅ ସହିତ ବି ମାନେ ଯେଉଁ ପୁଅ ସହିତ ବାହାଘର ଲାଗିଥାନ୍ତା ସେ ପୁଅ ସହିତ ବି ସେ ନିଜେ କଥାବାର୍ତ୍ତା କରିଛି। ଆମ ଘର ଲୋକ ମୋ ବଡ଼ ବାପା ହେରିକା ସହିତ ମୋ ବଡ଼ ବୋଉ ସହିତ କଥା କରେଇ ଦେଇନାହିଁ, ସେଇ ନିଜେ କଥା କରେଇଛି, ସେଇ ସବୁ ଠିକ୍ କରେଇଛି। ଆଉ ପଇସା ପତ୍ର ଯଦି ସେ ରଖିଥାନ୍ତା ତାହେଲେ ଇଏ ପୁଅ ତା ହାତରୁ କାହିଁ ଖର୍ଚ୍ଚ କରିଥାନ୍ତା? ସେ ତାକୁ ଓଲଟି କହିଥାନ୍ତା କି ତୋ ପାଖରେ ଯେଉଁ ନାଁଟା ପଇସା ରଖିଛି ତୋ ନାଁରେ ସେଇ ପଇସା ଉଠେଇ ତୁ ତୋ କାମ କରିଥାନ୍ତା। ଇଏ ମିଛ କଥା। ଆଚ୍ଛା, ଇଏ ସବୁ ଆପଣଙ୍କ ସାଙ୍ଗରେ ରହିକି ଗୋଟେ ଗର୍ଦାର କଲା ଭଳି କାମ ହେଇଗଲା। ହଁ, ସେ ଏମିତି ଆମ ସହିତ ମିଶିଲା କି ଏମିତି ଆମ ବିଶ୍ୱାସରେ ମାନେ ବିଷ ଦେଲା ତ ଛାଡ଼, ଏମିତି ବିଶ୍ୱାସରେ ମିଶିଲା ଯେମିତି କେହି ଜାଣିପାରିବେନି, ହଠାତ୍ ସିନା କେହି ଜାଣିପାରିବେନି କି ତାକୁ ମୁଁ ମାରିଛି ବୋଲି, ଆଉ ଏମିତିଆ ବିଶ୍ୱାସ ସେ ଆମ ସହିତ କଲା ଆଉ। ପୁଅ ବାହା ହେଇଥିଲା ହଁ, କିନ୍ତୁ ତାପରେ ପୁଅ ବାହା ହେଇଥିଲା। ତାପରେ ପ୍ରେମ ହେଇଗଲା, କିନ୍ତୁ ଦିଦି ଜାଣିଲା ପରେ ଝଗଡା ହେଇଥିବ ନିଶ୍ଚୟ। ହଁ, ହଁ, ସେ ତାକୁ ଲୁଚେଇ ରଖିଥିଲା ବାହା ହେଇଥିଲା ବୋଲି, ଆଉ ତାପରେ ଯେତେବେଳେ ଜାଣିଲା ସେ ବାହା ହେଇଛି ବୋଲି ସେଇଠୁ ତା ଝଗଡ଼ା ଝାଟି ହେଇଥିଲା। ତା ସ୍ତ୍ରୀ ବି ଆସିକି ମରାଧରା କରିଥିଲା, ଥାନାରେ ଏଫଆଇଆର ଦିଆହେଇଥିଲା, ସେ ପୁଅ ବି ଥାନାରେ ରହିଥିଲା। ସେ ପୁଅ ବି ଥାନାରେ ଥିଲା? ହଁ, ସେ ପୁଅ ଥାନାରେ ଥିଲା, ବେଲ୍ ବି ତାକୁ ହେଇଥିଲା। ଆଚ୍ଛା, ଥାନାରୁ ଆସିଲା ପରେ ମନେ ମନେ ପ୍ରତିଶୋଧ ନେବାର ଇଏ ଯେ ତା ନଥିଲା? ମନରେ ଯଦି ସେ ଭାବୁଥିବ ଯଦି କି ମୁଁ ପଳେଇ ଯଦି ମୋତେ ସେ ଥାନାରେ ନେଇ ପୁରେଇ ଦେଲା, ସେଇଟା ବି ଲାଗୁନାହିଁ ତାର ମେନ୍ ରଗ କି ମୁଁ ସେ ବାହା ହେଲା କାହିଁକି, ଆଉ ମୋ ଛଡ଼ା ଆଉ କାହିଁ ବାହା ହେଲା, ଆଉ ଏତେ ବର୍ଷର ଭଲ ପାଇବା ଯେହେତୁ ତା ମନରେ ସେଇ ଗୋଟେ ରାଗ ହିଁ ହେଇଛି କି ମୋ ଛଡ଼ା ସେ ଆଉ କାହାର ହବନି, ମୋର ନୁହଁ ମାନେ କାହାର ନୁହଁ, ସେ ସେଇ ଗୋଟିଏ ହିଁ କରିଛି। ଆଉ ତା ଛଡ଼ା ପଇସା ପତ୍ର ଜମିବାଡ଼ି ସେସବୁ ପାଇଁ ସେ ମାରିନାହିଁ ନା କିଛି କରିନାହିଁ। ମେନ୍ ହେଉଛି ତାର ରଗ ମୋ ଛଡ଼ା ସେ ଆଉ କାହାର ହବନି, ଏଇ ଗୋଟିଏ ହିଁ ଡାଉଟ୍ ହେଉଛି, ତା ଛଡ଼ା କିଛି ନାହିଁ।